ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ବହୁମୂଲ୍ୟ ନାମରେ ଆପଣମାନଙ୍କୁ ମୁଁ ପ୍ରେମର ନମସ୍କାର ଜଣାଏ ଏବଂ ଆଜିର ଏହି ଆଲୋଚନା ମଧ୍ୟକୁ ଆପଣମାନଙ୍କୁ ମୁଁ ସ୍ୱାଗତ କରେ। ବହୁତ ଦିନ ହେଲା ମୁଁ ଆପଣମାନଙ୍କ ନିମନ୍ତେ କିଛି ବାକ୍ୟ ଅପଲୋଡ଼ କରିପାରି ନାହିଁ, ସେଥିପାଇଁ ମୁଁ ବହୁତ ଦୁଃଖିତ ଅଟେ। ଅପଲୋଡ଼ କରି ନ ପାରିବାର କାରଣ ଅନ୍ୟ କିଛି ନୁହଁ, ମୋ ମୋବାଇଲଟିର କ୍ୟାମେରା କାମ କରିପାରୁନାହିଁ, ତାହା ଖରାପ ହୋଇଯାଇଛି, ସେଥିପାଇଁ ମୁଁ ଭିଡ଼ିଓ ମେସେଜ କରିପାରୁନାହିଁ। ଆପଣମାନେ ମୋ ନିମନ୍ତେ ପ୍ରାର୍ଥନା କରନ୍ତୁ ଯେ ପ୍ରକାର ପ୍ରଭୁ ମୋତେ ଗୋଟେ ଭଲ କ୍ୟାମେରାଟି ଯୋଗାଇବେ ଆଉ ଆପଣମାନଙ୍କ ନିମନ୍ତେ ମୁଁ ପ୍ରତିଦିନ ଭିଡ଼ିଓକୁ ଅପଲୋଡ଼ କରିପାରିବି। ଆଜି ଆପଣମାନଙ୍କୁ ବିନୀତ ଅନୁରୋଧ କରେ, ଯଦ୍ୟପି ମୁଁ ଭିଡ଼ିଓ ମେସେଜ ଅପଲୋଡ଼ କରିପାରୁନାହିଁ, ତଥାପି ଅଡ଼ିଓ ମେସେଜଟି ଆପଣମାନଙ୍କ ନିମନ୍ତେ ମୁଁ ଅପଲୋଡ଼ କରୁଛି। ଦୟାକରି ସମସ୍ତ ପ୍ରଭୁଙ୍କର ବାକ୍ୟର ଯେଉଁ ସମ୍ବାଦଟି ଆମ ସମସ୍ତଙ୍କ ପାଇଁ ରହିଛି ସେହି ସମ୍ବାଦଟିକୁ ଧ୍ୟାନ କରି ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଆସନ୍ତୁ ଆଜିର ଆଲୋଚନା ନିମନ୍ତେ ଆମ୍ଭେମାନେ ଗୀତ ସଂହିତା 56 ଅଧ୍ୟାୟ 8 ପଦର ଖ ଅଂଶଟିକୁ ପାଠ କରିବା। ପ୍ରଭୁଙ୍କ ବାକ୍ୟରେ ଏହି ପ୍ରକାର ଲେଖା ଅଛି, ତୁମ୍ଭେ ଆପଣା ପାତ୍ରରେ ଆମ୍ଭର ନେତ୍ରଚଳ ରଖିଥାଅ, ତାହା ସବୁ କ'ଣ ତୁମ୍ଭ ପୁସ୍ତକରେ ନାହିଁ? ପ୍ରିୟ ପ୍ରଭୁଙ୍କର ଲୋକମାନେ, ଆପଣମାନେ ଏ ପ୍ରକାର ଗୋଟେ ପରିସ୍ଥିତି ମଧ୍ୟକୁ ଯାଇଅଛନ୍ତି କି ଯେଉଁ ପରିସ୍ଥିତିରେ ଆପଣ ଲୋତକ ଝରାଇଛନ୍ତି, ଆପଣ କ୍ରନ୍ଦନ କରିଅଛନ୍ତି, ରୋଦନ କରିଅଛନ୍ତି, ଆଉ ସେତେବେଳେ ଆମମାନଙ୍କର ପରମେଶ୍ୱର, ଆପଣଙ୍କର ପରମେଶ୍ୱର ଏବଂ ମୋହର ପରମେଶ୍ୱର ସେ ଗୋଟିଏ ପାତ୍ର ନେଇ ଆମମାନଙ୍କ ନିକଟକୁ ଆସିଯାଆନ୍ତି ଆଉ ଆପଣା ପାତ୍ରରେ ଆମମାନଙ୍କର ଲୋତକକୁ ଏକତ୍ର କରନ୍ତି, ସଂଗ୍ରହ କରନ୍ତି। ଏ ସମସ୍ତ ବିଷୟ କାହିଁକି ଜାଣନ୍ତି? ହଁ, ଆପଣଙ୍କର ପିତା ହୁଏତ ଆପଣଙ୍କ ସେଇ ଝରାଇଥିବା ଲୁହର ମୂଲ୍ୟକୁ ବୁଝି ନ ପାରନ୍ତି, ଆପଣଙ୍କର ମାତା ହୁଏତ ଆପଣ ଝରାଇଥିବା ସେ ଲୁହର ମୂଲ୍ୟକୁ ସେ ବୁଝି ନ ପାରନ୍ତି, ଆପଣଙ୍କର ସ୍ୱାମୀ ବୁଝି ନ ପାରନ୍ତି, ଆପଣଙ୍କର ସ୍ତ୍ରୀ ବୁଝି ନ ପାରନ୍ତି, କିନ୍ତୁ ଆମ୍ଭମାନଙ୍କର ପରମେଶ୍ୱର ସେଇ ଲୁତକର ମୂଲ୍ୟକୁ ସେ ଜାଣନ୍ତି ଆଉ ସେ ଏଥିପାଇଁ ଏକତ୍ର କରନ୍ତି, ସଂଗ୍ରହ କରନ୍ତି, କାରଣ ସେ ଗୋଟିଏ ଦିନ ଆପଣଙ୍କର ସେହି ଲୋତକର ସେ ଉତ୍ତର ଦେବାକୁ ଯାଉଅଛନ୍ତି, ଆପଣଙ୍କର ସେଇ କ୍ରନ୍ଦନର ସେ ଉତ୍ତର ଦେବାକୁ ଯାଉଅଛନ୍ତି। ତେଣୁ ଆମମାନଙ୍କ ପ୍ରଭୁଙ୍କର ଗୌରବ ହେଉ, କାରଣ ସେ ଆମମାନଙ୍କ କ୍ରନ୍ଦନକୁ ଶୁଣନ୍ତି, ଆମ୍ଭମାନଙ୍କର ରୋଦନକୁ ସେ ଦେଖନ୍ତି ଆଉ ଆମମାନଙ୍କ ପ୍ରତ୍ୟେକ ଲୁହର ସେ ଉତ୍ତର ଦିଅନ୍ତି। ଏହି ଅଳ୍ପ ବାକ୍ୟରେ ପ୍ରଭୁ ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ।